ଦୀପାବଳି ହେଉଛି ଆଲୋକ, ଆନନ୍ଦ ଓ ସଫାସୁଫିର ପର୍ବ। କ'ଣ ଆପଣ ଜାଣିଛନ୍ତି କି ଏହା ପଛରେ ରହିଛି ଗୋଟେ ବୈଜ୍ଞାନିକ କାରଣ? ସାଙ୍ଗମାନେ ଜୟ ଜଗନ୍ନାଥ। ଏହି ସମୟରେ ବର୍ଷା ଋତୁ ଶେଷ ହୋଇଥାଏ, ଶୀତ ଦିନ ଆରମ୍ଭ ହୋଇଥାଏ। ପରିବେଶରେ ଅଳ୍ପ ଆର୍ଦ୍ରତା ଆଉ ଜୀବାଣୁ ବୃଦ୍ଧି ହୋଇଥାଏ। ସେଥିପାଇଁ ଦୀପାବଳି ପୂର୍ବରୁ ମୁଁ ଏଠି ଘର ଦ୍ୱାର ସଫା କଲି। ସଫା କରିସାରିଲା ପରେ ମୁଁ ଲାଗି ପଡ଼ିଲି ସନ୍ଧ୍ୟା ଦେବାରେ। ତାପରେ ମୁଁ ଏଠି ଦୀପ ପ୍ରସ୍ତୁତି କରିବାରେ ଲାଗି ପଡ଼ିଲି। ଆଉ ଗୋଟେ କଥା, ସନ୍ଧ୍ୟାବେଳେ ଯେତେବେଳେ ଆମେ ଦୀପ ଜଳାଉଥାନ୍ତି, ସେଇ ଦୀପର ତେଲ ଆଉ ତାପ ମାଛି ଆଉ ପୋକମାନଙ୍କୁ ଦୂରେଇ ଦେଇଥାଏ। ଏହା ସହିତ ଆଲୋକ ହେଉଛି ଆମ ମନକୁ ଖୁସି ଆଉ ଶାନ୍ତି ଦେଇଥାଏ। ଏଠି ମିଷ୍ଟର ଆଉ ଡୁଡୁ ଖୁସିରେ ଏଠି ବାଣ ଫୁଟାଉଛନ୍ତି। ତାପରେ ମୁଁ ପିଠା ତିଆରି କରିବାରେ ଲାଗି ପଡ଼ିଲି। ମିଠା ଆଉ ଶୁଖିଲା ଫଳ ଖାଇବା ଦ୍ୱାରା ଶୀତ ଋତୁରେ ଆମ ଶରୀରକୁ ଉଷ୍ମ ଆଉ ଶକ୍ତି ମିଳିଥାଏ। ଦୀପାବଳି ମାନେ ହେଉଛି ଘର ସଫା, ଶୁଦ୍ଧ ପରିବେଶ, ଖୁସି ମନ ଆଉ ସମ୍ପର୍କର ଉତ୍ସବ। କଥାରେ ଅଛି, ବଡ଼ ବଡ଼ିଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯାଅ, ମହାପ୍ରସାଦ ଖାଇ 22 ପାହାଚରେ ଗଡ଼ ଗଡ଼ଉଥାଅ। ଅମୃତ ଦୃଷ୍ଟିରେ ଚାହିଁଥାଅ, ଗଙ୍ଗା ଯାଅ, ଗୟା ଯାଅ, ସରେକେ ଯାଅ। ଏହି ଡାକ କାହିଁକି ଡକାଯାଏ ସେ କଥା ମୁଁ ନେକ୍ସଟ ଭିଡ଼ିଓରେ କହିବି। ସେ ପର୍ଯ୍ୟନ୍ତ ରହିଲି। ଆଲୋକ ଆଉ ସଚେତନତାର ଥାଉ ଆମ ଜୀବନ। ଶୁଭ ଦୀପାବଳି। ଜୟ ମା ବିରଜା।